ନମସ୍କାର ବନ୍ଧୁଗଣ, ଆସନ୍ତୁ ଆଜି ଆମେ ଜାଣିବା ଧନ ମିଳିବା ପୂର୍ବରୁ ମିଳିଥାଏ 10ଟି ସଂକେତ। ସେହି ସଂକେତ ବିଷୟରେ ଆଜି ଆମେ ଜାଣିବା। ନମ୍ବର 1, ଯଦି ରାସ୍ତାରେ କୌଣସି ସ୍ଥାନକୁ ଯିବାବେଳେ ଆପଣଙ୍କ ଡାହାଣ ପାର୍ଶ୍ୱରେ ଏକ ମାଙ୍କଡ଼, କୁକୁର ଓ ସାପ ଦେଖୁଛନ୍ତି, ତାହେଲେ ଏହା ସଂକେତ ଯେ ଧନ ଆପଣଙ୍କ ପାଖକୁ ଆସିବ। ନମ୍ବର 2, ଯଦି ଆପଣ ସକାଳୁ ଉଠିବା ମାତ୍ରେ ପୂଜା ପାଇଁ ନଡ଼ିଆ ଦର୍ଶନ ମିଳିଯାଏ, ତ ଏହାର ଅର୍ଥ ମହାଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ନମ୍ବର 3, କେବେ ବି ଆପଣଙ୍କ ଘର ସାମ୍ନାରେ ଉଦ୍ଭିଦ ବଢ଼ୁଥିବାର ଦେଖାଗଲା, ତେଣୁ ବୁଝନ୍ତୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି। ଏହି ସଂକେତ ବହୁତ ଶୁଭ ବୋଲି ବିବେଚନା କରାଯାଏ। ନମ୍ବର 4, ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ଏବଂ ଯେଉଁ ବ୍ୟକ୍ତିର ହାତରେ ଜଳଭରା ଥିବା ପାତ୍ର ଦେଖାଯାଏ, ତ ଏହା ସମ୍ପୂର୍ଣ୍ଣତା ସଂକେତ ଦେଇଥାଏ। ନମ୍ବର 5, ଯଦି ଆପଣଙ୍କର ଘରର ଦ୍ୱାର ପାଖରେ ଗାଈ ବୋବାଳ ଦେଉଥାଏ, ତାହେଲେ ଘରର ସୁଖ ସମୃଦ୍ଧି ଆସିବାର ସଂକେତ ଦେଇଥାଏ। ଏଭଳି ପରିସ୍ଥିତିରେ ଗାଈକୁ ରୁଟି ଖୁଆଇବା ଜରୁରୀ ଅଟେ। ନମ୍ବର 6, ଯଦି ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ତୁମେ ଘରୁ ବାହାରିବା ମାତ୍ରେ ତୁମର ମନେ ପଡ଼ିଗଲା କି ଆପଣ କିଛି ଜିନିଷ ଭୁଲି ଯାଇଛନ୍ତି, ତେଣୁ ଏହା ଖରାପ ସମୟକୁ ଏଡ଼େଇବା ପାଇଁ ଏକ ଭଲ ସଂକେତ ଭାବରେ ବିବେଚନା କରାଯାଏ। ନମ୍ବର 7, ରାସ୍ତାରେ ଯିବାବେଳେ ଯଦି ଆପଣ ଗୋଟିଏ ମୁଦ୍ରା ପାଇବେ, ତେଣୁ ବୁଝନ୍ତୁ ଉଧାର ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିବ। ଏହା ବ୍ୟତୀତ ଆର୍ଥିକ ସ୍ଥିତିକୁ ମଜବୁତ ଓ ଧନ ଲାଭର ସଂକେତ ଦେଇଥାଏ। ନମ୍ବର 8, ପୂଜା ସମୟରେ ଭଗବାନଙ୍କ ମୂର୍ତ୍ତି ଉପରେ ରଖାଯାଇଥିବା ଫୁଲ ଓ ପତ୍ର ଆପଣଙ୍କ ସାମ୍ନାରେ ତଳେ ଖସି ପଡ଼ିଲେ, ଏହାର ଅର୍ଥ ଭଗବାନ ତୁମ ଉପରେ ସନ୍ତୁଷ୍ଟ ଏବଂ ଶୀଘ୍ର ତୁମର ଇଚ୍ଛା ପୂରଣ ହେବ। ନମ୍ବର 9, ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବା ଯିବାବେଳେ ଯଦି ଆପଣଙ୍କ ସାମ୍ନାରେ ଗାଈ ଓ ନଡ଼ିଆ ଦେଖାଯାଏ, ତେଣୁ ଏହାକୁ ଏକ ଶୁଭ ଭାବେ ବିବେଚନା କରାଯାଏ। ନମ୍ବର 10, ଯଦି ତୁମ ସାମ୍ନାରେ ରଙ୍ଗୀନ ପ୍ରଜାପତି ଦେଖାଯାଏ, ତେଣୁ ଏହାର ଅର୍ଥ ଆପଣଙ୍କ ଜୀବନରେ ସୁଖ ଆସିବାକୁ ଯାଉଛି।